ଯିବା। ଆପଣ ପରିଚୟ? ଚନ୍ଦ୍ରଶେଖର ନାୟକ, ଓଡ଼ିଶା କୃଷକ ସଭା ଭଦ୍ରକ ଜିଲ୍ଲା ପ୍ରେସିଡେଣ୍ଟ। ସାର୍ କ'ଣ କହିବେ ଆଜି ଯେଉଁ ଧର୍ମଘଟ ପାଇଁ ଧର୍ମଘଟ ଚାଲିଛି ଏ ବାବଦରେ କ'ଣ କହିବେ? ଆମର ସର୍ବଭାରତୀୟ ସ୍ତରରେ ଆମର କୃଷକ ସଭା, ସଂଯୁକ୍ତ କିଷାନ ମୋର୍ଚ୍ଚା, CITU ସମେତ ଆଉ 14ଟି ଟ୍ରେଡ୍ ୟୁନିୟନ ସଂଗଠନ ये ସମସ୍ତେ ଦେଇଛନ୍ତି ଏ ଭାରତ ବନ୍ଦ ଡାକରା ସହିତ। ଭାରତ ବନ୍ଦ ଏଇଥିପାଇଁ ଯେ ଭାରତ ବନ୍ଦ ଆମେ ବାଧ୍ୟ ହେଇକରି କରୁଛୁ। ବିଭିନ୍ନ ସମୟରେ ଆମର ଚାଷୀ ମାନଙ୍କର, ଶ୍ରମିକ ମାନଙ୍କର ଏବଂ ସମସ୍ୟା ଆମେ ମହିଳା ସବୁ କୌଣସି ଗୋଟିଏ ଜିନିଷର ଦରଦାମ କମେଇ ନାହାନ୍ତି ଆଉ ଅହେତୁକ ଭାବରେ 2 ଗୁଣ 3 ଗୁଣ ପର୍ଯ୍ୟନ୍ତ ଦରଦାମ ବଢେଇଛନ୍ତି। ଏବଂ ଏଇ ଯୋଉ ଧାନ ଦର ଉପରେ ଆମର ଗୋଟେ ମୂଳ ଦାବି ଅଛି ଯେ ଚାଷ ଓଡ଼ିଶାର ପ୍ରାୟ 75% ଲୋକ ଚାଷ ଉପରେ ନିର୍ଭର କରନ୍ତି। ତାଙ୍କର ଚାଷର ଯୋଉ ମୂଲ୍ୟ ଉଚିତ ମୂଲ୍ୟ ତାକୁ ଦେବା ପାଇଁ ପାର୍ଲାମେଣ୍ଟରେ ମୋଦି ସରକାର ଘୋଷଣା କରିଥିଲା। ଏଠି ମଧ୍ୟ ବିଜେପିର ଓଡ଼ିଶା ସରକାର ସେ ଘୋଷଣା କଲେ ଆମେ 3100 ଟଙ୍କା ଧାନ ଦର ଦେବୁ। ମାତ୍ର କୌଣସି ଜାଗାରେ ଏ ସରକାରୀ କଳ ହଉ କି ସରକାରୀ ଦଳ ହଉ ସେମାନେ କୌଣସି ଜାଗାରେ ଚାଷୀ 3100 ଟଙ୍କା ପାଉ ସେ ଦିଗରେ ତାଙ୍କର ଉଦ୍ୟମ ନାହିଁ। ଆମେ ଯେତେବେଳେ ତାଙ୍କର ସହଯୋଗିତା ଖୋଜୁଛୁ ଯେ ତମେ ସରକାରରେ ଅଛ, ସରକାର ବି ରେଟ୍ ଧାର୍ଯ୍ୟ କରିଛି, ତମେ କିନ୍ତୁ ଆସିକି ଏଥିରେ ସହଯୋଗ କର କେମିତି ଚାଷୀ 3100 ଟଙ୍କା ପାଇବ କୁଇଣ୍ଟାଲ। ଏମାନେ 10 କେଜି ପର୍ଯ୍ୟନ୍ତ ବର୍ତ୍ତମାନ କଟନୀ ଛଟନୀ କରୁଛନ୍ତି। ଏଫଏକ୍ୟୁ ମାନ ଯୋଉଟା ସେ କହୁଛନ୍ତି ପୁରା ଉଡେଇକି ସଫା କରିବେ, ସବୁ ଗୋଟା ଧାନ ହେଇଥିବ। ସେଥିରେ ଆମେ ତାଙ୍କୁ କହୁଛୁ ତମେ ଯୋଉ ଏଫଏକ୍ୟୁ ମାନ କହୁଛ ତମାନେ ପୁରା ଗୋଟା ଧାନ ହେଇଥିବ, ଧୂଳି ନଥିବ, ମଳି ନଥିବ, ମଶ୍ଚର ନଥିବ, ଏସବୁ କିଛି ନଥିବ। ଆମେ କହୁଛୁ ତମେ ଚାଷୀ ଯୋଉ ଧାନ ଆଣୁଛ ତାକୁ ଏଫଏକ୍ୟୁ ମାନର ନୁହେଁ ବୋଲି କହିକି ଫେରେଇ ଦଉଛ। ତେଣୁ ଚାଷୀ ଯୋଉ ଧାନ ଆଣୁଛି ଆମ ଓଡ଼ିଶାରେ ଚାଷୀ ଯୋଉ ଧାନ ଫଳଉଛି ତାର ମାନ ଯାହା ହବ ତମେ ତମର କଣ ତା ନାଁ ଦଉଛ ଦିଅ। ତମେ ମେସିନରେ ସଫା କର, ସଫା କରିକି ଆମର ଯେତିକି ସେ ଧାନ ଆଣୁଛି ସେଥିରେ ଏଫଏକ୍ୟୁ ମାନର ଧାନ ଯେତିକି ହଉଛି ସେଇଥିରେ ତାକୁ 3100 ଟଙ୍କା ରେଟ୍ ଦିଅ। ଅଛି 31 କେଜି ପର୍ଯ୍ୟନ୍ତ ଏଫଏକ୍ୟୁ ମାନରେ କଟି ପାରିବ। ଏଫଏକ୍ୟୁ ମାନଟା ରହିପାରିବ 31 କେଜି ପର୍ଯ୍ୟନ୍ତ ଖରାପ ଧାନ, କିନ୍ତୁ ଇଏ ତ ତାକୁ କାଟି ଦଉଛନ୍ତି 10 କିଲୋ କାଟି ଦଉଛନ୍ତି। 10 କିଲୋ ପର୍ଯ୍ୟନ୍ତ କାଟିଲା ବେଳକୁ ଆମର ସେଦିନ ରାସ୍ତାର କାମ ବେତାଳି ଗାଁରେ ହେଇଥିଲା, ଅଫିସର ସବୁ ଯାଇଥିଲେ, ସେଠି ସେ କହିଲେ ଯେ ମାନେ ଅଫିସର ତାଙ୍କ ମୁହଁରେ କହିନାହାନ୍ତି କିନ୍ତୁ ତାଙ୍କର ଯେ କର୍ମଚାରୀ ରହିଛନ୍ତି ସୋସାଇଟି ବାଲା ଯିଏ ରହିଛନ୍ତି ସିଏ କହୁଛନ୍ତି ଆମର ମିନିମମ୍ 7 କେଜିରୁ 8 କେଜି କଟିବ। ଆମେ ସେଥିରେ ଏକମତ ହଉନାହୁଁ। ଆମେ କହୁଛୁ ତମେ ଧାନ ସଫା କରିଦଉ ନା, ଧାନ ସଫା କରିଦେଇକିରି କେତେ ହବ ବା ସେତିକି ତମେ କାଟି ଦେଇକିରି ତମେ ତାକୁ 3100 ଟଙ୍କା କରିକି ଦିଅ। ନା ଉଠିନି। ଆମେ ଏଇଟା ହଉଛି ଗୋଟେ ମାନେ ଏଇ ଯୋଉ ଏଫଏକ୍ୟୁ ନାଁରେ ଚାଷୀ ମାନଙ୍କୁ ଶୋଷଣ କରିବାରେ ଏଇଟା ଗୋଟେ ଭଲ କୌଶଳ। ତେଣୁ ସେମାନେ ସେଥିରେ କେମିତି ବେପାରୀ ପାଇବେ, ସେଥିରେ ମିଲ୍ ମାଲିକ ପାଇବ, ସେଥିରେ ଅଫିସର ପାଇବେ, ସେଥିରେ ସପ୍ଲାଇ ଅଫିସ ବାଲା ପାଇବେ। ଏ ସବୁକୁ ଭାଗ ବଖରା କରିକିରି ଚାଷୀଙ୍କୁ ଏଭଳି ଭାବରେ ଏଫଏକ୍ୟୁ ନାଁରେ ଏ ତାକୁ ଲୁଣ୍ଠନ କରୁଛନ୍ତି। ତେଣୁ ଆମେ ଚାହୁଁଛୁ ଏଟା ହଉ ଶୀଘ୍ର ଏବଂ କହିଛନ୍ତି ସୋମବାର ଦିନ ଅଫିସର ମାନେ ସପ୍ଲାଇ ବିଭାଗର ଅଫିସର ମାନେ ସୋମବାର ଦିନ ଯାଇକିରି ସବୁଆଡେ ଚେକଅପ୍ କରିବେ। ଯୋଉ ଚାଷୀ ଯୋଉ ଧାନ ଆଣୁଛି ମଣ୍ଡିକି ସେ ଧାନକୁ ଚେକଅପ୍ କରିବେ, ସଫା କରିବେ। ଏଟା କେତେ କେଜି ତାଙ୍କର ଧାନର ଗୋଟେ ଧର 80 କେଜି ଥିବ, 80 କେଜି ଦିନେ କେତେ କଟୁଛି ସେ ଦେଖିବେ। କିନ୍ତୁ ତମେ ଆଟ୍ ରାଣ୍ଡମ୍ 9 କେଜି 10 କେଜି 8 କେଜି କାଟି ପାରିବ ନାହିଁ। ତେଣୁ ଏ ସେଇ କଥାଟାକୁ ଆସନ୍ତା କାଲିଠୁ କରିବେ ବୋଲି କହିଛନ୍ତି।